ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ପ୍ରବଳ ଥଣ୍ଡା। ଆଜି ସରକାରୀ ପାଣିପାଗ ଗବେଷଣା କେନ୍ଦ୍ର ପକ୍ଷରୁ ଜାଣିବାକୁ ମିଳିଛି ଯେ ସୋମବାର ଦିନ ଦିଲ୍ଲୀର ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା 3.3 ଡିଗ୍ରୀ ସେଲସିୟସକୁ ଖସି ଆସିଛି। ଦିଲ୍ଲୀର ଲୋଧି ରୋଡରେ ଅବସ୍ଥିତ ଅନ୍ୟ ଏକ ପାଣିପାଗ କେନ୍ଦ୍ରରୁ ଜାଣିବାକୁ ମିଳିଛି ଯେ ସେଠାରେ ତାପମାତ୍ରା 3.1 ଡିଗ୍ରୀ ସେଲସିୟସ ହ୍ରାସ ପାଇଛି। ପ୍ରବଳ ଥଣ୍ଡା ଏବଂ ଘନ କୁହୁଡ଼ି ଯୋଗୁଁ ଗତ କିଛି ଦିନ ମଧ୍ୟରେ ଜାତୀୟ ରାଜଧାନୀର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଉଛି। ରବିବାର ଦିନ ଦିଲ୍ଲୀରେ ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା 3.5 ଡିଗ୍ରୀ ଏବଂ ଲୋଧି ରୋଡରେ 3.4 ଡିଗ୍ରୀ ସେଲସିୟସ ରହିଥିଲା। ଶୁକ୍ରବାର ଠାରୁ ଦିଲ୍ଲୀରେ ତାପମାତ୍ରା 4 ଡିଗ୍ରୀ ତଳକୁ ଖସି ଆସିଥିବା ବେଳେ ରାଜଧାନୀବାସୀ ଚାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଶନିବାର ଓ ରବିବାର ପରି ଆଜି ମଧ୍ୟ ଦିଲ୍ଲୀରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ 100ରୁ ଅଧିକ ବିମାନ ବିଳମ୍ବିତ ହୋଇଥିଲା ବୋଲି ଫ୍ଲାଇଟ୍ ଟ୍ରାକର ୱେବସାଇଟ୍ ଫ୍ଲାଇଟ୍ ଦର୍ଶାଇଥିଲା। ଭାରତ ପାଣିପାଗ ବିଭାଗର ସକାଳ ବୁଲେଟିନ୍ ଅନୁସାରେ ବିମାନବନ୍ଦର ଏବଂ ରାଜଧାନୀର ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ଶୂନ ନିକଟରେ ଥିଲା। ଘନ କୁହୁଡ଼ି ପରିସ୍ଥିତି ମଧ୍ୟରେ ଦିଲ୍ଲୀ ବିମାନବନ୍ଦର ଯାତ୍ରୀଙ୍କ ପାଇଁ ଏକ ପରାମର୍ଶ ଜାରି କରି ଯାତ୍ରା ପୂର୍ବରୁ ବିମାନ ସେବା ସହ ଯୋଗାଯୋଗ କରିବାକୁ ଅନୁରୋଧ କରିଛି। ରବିବାର ଦିନ ପ୍ରାୟ 10ଟି ବିମାନର ମାର୍ଗ ବଦଳାଇ ଯାଇଥିଲା। ପ୍ରାୟ 100ଟି ବିମାନ ବିଳମ୍ବ ହୋଇଥିଲା ଏବଂ କିଛି ବିମାନ ବାତିଲ ହୋଇଥିଲା ମଧ୍ୟ କାରଣ ଘନ କୁହୁଡ଼ି ପରିସ୍ଥିତି ଯୋଗୁଁ କାର୍ଯ୍ୟଦକ୍ଷତା ବାଧାପ୍ରାପ୍ତ ହୋଇଥିଲା।